ସକାଳୁ ସକାଳୁ ଆଜି ବାହାରି ପଡ଼ିଛୁ ଆମେ ବାହାଘରିଆ ଗୋଟେ ଯିବା ବୋଲି, କିନ୍ତୁ ଏତେ ଯେ ଥଣ୍ଡା ଲାଗୁଛି ଇଚ୍ଛା ତ ହଉନଥିଲା, ଫିର୍ ବି ଯିବା ପାଇଁ କି ବାହାଘରିଆ କାହାକୁ ଇଚ୍ଛା ହିଁ ନଥାଏ। ଆମେ ସମସ୍ତେ ବାହାରି ପଡ଼ିଥିଲୁ, ତ ଏଠି ଆସି ଆମେ ଷ୍ଟେସନରେ ପହଞ୍ଚି ଯାଇଛୁ। ଜୁଜୁଲ ଏପଟେ ସେପଟେ ହଉଛି, ଆଉ ଶୀତର ତ ସଜବାଜ ପରେ ଆଉ ଏତେ ସଜବାଜ ହେଇକି ଆଉ ଭୁବନେଶ୍ୱର ପର୍ଯ୍ୟନ୍ତ ପହଞ୍ଚିବା ବହୁତ ମୁସ୍କିଲ। ଫିର୍ ବି ଆମେ ଯାଇଥିଲୁ ତ ବନ୍ଦେ ଭାରତ ଟ୍ରେନରେ ଫାର୍ଷ୍ଟ ଟାଇମ୍। ଏବେ ତ ସିନେ ସମସ୍ତଙ୍କ ପାଇଁ ପୁରୁଣା ହେଇଥିବ, ଆମ ପାଇଁ କି ତ ନୂଆ କିଛି ମାନେ ନୂଆ। ଆପଣମାନଙ୍କୁ କେମିତି ଲାଗିଲା? ତ ଜୁଜୁଲ ତ ପୁରା ଏକ୍ସାଇଟେଡ ଥିଲା, କିନ୍ତୁ କଣ ବନ୍ଦେ ଭାରତ ଟ୍ରେନ କଣ କଣ ସେସବୁ ବିଷୟରେ କିଛି ଜାଣିନଥିଲା। ଏବେ ଆମେ ପହଞ୍ଚି ଯାଇଥିଲୁ, ବାହାଘର ଷ୍ଟାର୍ଟ ହେଇଗଲା, ତାପରେ ଖିଆପିଆ ବି ଚାଲିଥିଲା। ଏଠି ନାନୀ ଆଉ ସମସ୍ତେ ଗେଟ୍ ଟୁଗେଦର ଟାଇପର ଗୋଟେ ହେଇଗଲା, ସମସ୍ତଙ୍କ ସହିତ ଦେଖା ହେଇଗଲା ଆଜି ଫାଇନାଲି। ନାନୀଙ୍କ ଘର ସହିତ ମୁଁ କେବେ ମିଶି ନଥିଲି କାହାଙ୍କ ସହ, ତ ଆଜି ଫାର୍ଷ୍ଟ ଟାଇମ୍ ମିଶିଲି ଆଉ ବହୁତ ବଢିଆ ଲାଗିଲା। ଆଉ ଖାଇବା ଏଠି ମୁଁ ଖାଉଛି, ଷ୍ଟାର୍ଟର ସବୁ ଖାଇସାରିବା ପରେ ଏଠି ଖାଉଛି। ଆଉ ଜଣେ ଭଉଣୀ ଦେଖା ହେଇଥିଲେ, ତ ଦମୟନ୍ତୀ ରାଉତ ବୋଲିକି ଯୋଉ ବ୍ଲଗ ବନାନ୍ତି, ଆଉ ଫେସବୁକରେ ବି ତାଙ୍କର ଅଛି, ମୁଁ ତାଙ୍କୁ ଫେସବୁକରେ ହିଁ ଦେଖିଲି। ସେ ବି ଆସିଥିଲେ, ତାଙ୍କ ସହିତ ଦେଖା ହେଇଥିଲା, ତ ଗୋଟେ ଫଟୋ ଉଠେଇ